তো এটা ଆପଣ ମାନେ କ'ଣ ଦେଖୁଛନ୍ତି? ଆପଣମାନଙ୍କୁ ଲାଗୁଥିବ ଏଟା କେନାଲ, କିନ୍ତୁ କେନାଲ ନୁହଁ ଆଜ୍ଞା। ଏଟା ଆମମାନଙ୍କ ପାଇଁ ଯମର ଦ୍ୱାର। କେମିତି କହିବି ଯମର ଦ୍ୱାର? ଇଏ ହେଉଛି ଦେଖନ୍ତୁ, ଏଠି ସେଫ୍ଟି ବ୍ୟାରିୟର୍ସ ଜମାରୁ ନାହିଁ। ଆଉ ଯଦି ମୁଁ ଭିଡ଼ିଓଟା ବନାଉଛି, ଯଦି କାହାକୁ ଭଲ ଲାଗିଥିବ କିମ୍ବା ଖରାପ ଲାଗୁଥିବ ମୋତେ ମାଫ କରିବ। ମୋତେ ଯେଉଁଟା ଲାଗିଲା ଠିକ୍ ମୁଁ ସେଇଟା ମୁଁ ବନାଉଛି। ଏଇଟା କେତେ ଭୟଙ୍କର, ବହୁତ ଭୟଙ୍କର ଭାଇ। ଏପଟେ ରହିଲା ଦେଖ ରୋଡ୍, ହେଲା କି ରୋଡ୍ ସହିତ ପୁରା ଲାଗି ରହିଛି ଯେଉଁ କେନାଲର, ମାନେ ଏଠି କିଛି ବ୍ୟାରିକେଡ୍ ନାହିଁ। ଇନକେସ୍ କିଛି ଗାଡ଼ିର ଡିସବାଲାନ୍ସ ହେଉଛି କିମ୍ବା କିଛି ବି ଟିକେ ମିଷ୍ଟେକ୍ ହେଉଛି, ଆସିକି ସିଧା ଡାଇରେକ୍ଟ କେନାଲରେ ଡୁବିବ। କେନାଲରେ ପାଣି ବି ଅଛି। ଆଉ ଟିକେ ବର୍ଷା ଟାଇମ୍ରେ କିମ୍ବା ସେ ଯେଉଁ ଡ୍ୟାମ୍ର ପାଣି ଯଦି ଛାଡ଼ି ଦିଅନ୍, ଟିକେ ମାନେ ହାଇଟ୍ ହେଇଯାଏ। ଆଉ ଦେଖ ମାନେ ଡ୍ୟାମ୍ଟା କହୁଛି, ଆମର କେନାଲଟା ଏଇ ଭାବେ ତିଆରି ହେଇଛି, ଉଠିକି ଆସିବା ପାଇଁ ବି ବହୁତ ମୁସ୍କିଲ ହେଲା। ଆଉ ଯଦି ବାଇକ୍ ଢୁକିଛି ଏଠି ପାକ୍କା ମରିଯିବ, 100% ମରିଯିବ, କିଛି ଚାନ୍ସ ନାହିଁ ବଞ୍ଚିବାର। ତ ସେଇଥିପାଇଁ ମୁଁ ଯେଉଁମାନେ ବି ତିଆରି କରିଛନ୍, ବଡ଼ ବଡ଼ ଇଞ୍ଜିନିୟର ମାନେ ତିଆରି କରିଛନ୍, ଏଠି କିଛି ନା କିଛି ଗୋଟେ ବ୍ୟାରିକେଡ୍ ଦେବାର ଉଚିତ ଥିଲା, ମୁଁ ଏଇଟା ଭାବୁଛି। ତ ଆପଣମାନେ କ'ଣ ଭାବନ୍ତି କ'ଣ ନାହିଁ ସେଟା ନିହାତି କମେଣ୍ଟ କରିକି ଜଣାଇବେ। ଆଉ ରହିଲା କଥା ଗାଁ ଲୋକଙ୍କ ଜୀବନଶୈଳୀ, ସେଟା ତ ଗାଁ ଲୋକମାନେ ହିଁ ଜାଣିଥିବେ। ସାରାଦିନ ଖଟି ସାରିଲା ପରେ ସନ୍ଧ୍ୟାବେଳେ ବହୁତ ଟାୟାର୍ଡ଼ ଲାଗିଯାଏ, ବିଲରେ କ୍ଷେତରେ କେଉଁଠି ବି କାମ କରି ସାରିଲା ପରେ ହାଲକା ଟିକେ ସନ୍ଧ୍ୟାବେଳେ ମାରିଦେଇ ଆସନ୍ତି। ଯଦି ଟିକେ ଡିସବାଲାନ୍ସ ହେଇଗଲେ ସ୍ୱାହା